କାହାକୁ ମନେ ପକେଇ ବାରମ୍ବାର କାନ୍ଦିଲେ ହୃଦୟର ଦୁଃଖ କମି ନଥାଏ। ପ୍ରେମ ତ ଭାଗ୍ୟରେ ଲେଖା ହୋଇଥାଏ। କାହା ବିରହରେ ଜଳିଲେ କେହି ନିଜର ହୋଇନଥାଏ। ସେଇ ମଣିଷର ପ୍ରେମକୁ କେବେ ବିଶ୍ୱାସ କରନି, ଯିଏ କଥା କଥାରେ ତୁମକୁ କହେ ତୁମ ଛଡ଼ା ମୁଁ କାହାକୁ ଭଲ ପାଏନି। ସମ୍ପର୍କକୁ ସମ୍ଭାଳିବା ପାଇଁ ଦିମାଗ ଆଉ ବୁଦ୍ଧି ନୁହେଁ, ହୃଦୟର ଶୁଦ୍ଧି ହେବା ଦରକାର। ମଣିଷର ବି ଅଜବ ଗୁଣ ଅଛି। ମୃତ ଲୋକଙ୍କ ପାଇଁ କାନ୍ଦେ ଆଉ ଜିଅନ୍ତା ଲୋକଙ୍କୁ କନ୍ଦାଏ। ନିଜକୁ ହରାଇ ଅନ୍ୟକୁ ପାଇବା ପ୍ରେମ ନୁହେଁ, ମୂର୍ଖାମି ହୋଇଥାଏ। କାହାକୁ କନ୍ଦେଇ ଦେଇ କେହି କେବେ ହସିପାରେନି। ଏହା ବିଧିର ବିଧାନ, ଯାହା ଆଜି ଯାଇ କେହି ବି ବୁଝିପାରିନି। ମୋର ଗୋଟେ ସ୍ୱପ୍ନ ଥିଲା, ମୋ ଜୀବନରେ ବି ଜଣେ ଏମିତି ମଣିଷ ଆସୁ ଯିଏ ମୋତେ ମୋ ପରି ଭଲ ପାଉଥିବ। ହେଲେ ପରେ ଜାଣିଲି, ସ୍ୱପ୍ନ ଦିନର ହେଉ ବା ରାତିର କେବେ ସତ ହୁଏନି। ଯେତିକି ଗଭୀର ସମ୍ପର୍କ ସେତିକି ଅଧିକ ଆଶା। ଆଶା ଯେତିକି ଅଧିକ ସେତିକି ଗଭୀର ଆଘାତ। ହୃଦୟରେ ଧକ୍କା ସେତେବେଳେ ଲାଗିଥାଏ ଯେବେ ଧୋକା ଦେବାବାଲା ଉପରେ ବିଶ୍ୱାସ ପକ୍କା ହୋଇଯାଏ। ଯଦି ନିଜର କିଏ ଆଉ ପର କିଏ ଏବେ ଚିହ୍ନିବାକୁ ଚାହୁଁଛନ୍ତି, କିଛି ଦିନ କଥା ହେବା ବନ୍ଦ କରିଦିଅନ୍ତୁ। ଦେଖିବ, ଯିଏ ପର ସିଏ ଆପଣଙ୍କୁ ଭୁଲିଯିବ ଆଉ ପଛରେ ପରିସ୍ଥିତିର ହଜାର କାହାଣୀ କହିବ। ମରଣ ଠାରୁ ଭୟଙ୍କର ପ୍ରେମ ହୋଇଥାଏ। ଜୀବନରେ ମରଣ ଥରେ ଆସେ, କିନ୍ତୁ ପ୍ରେମ କଲେ ଆଉ ପ୍ରେମରେ ହାରିଗଲେ ମଣିଷ ଅଳ୍ପ ଅଳ୍ପ କରି ସବୁଦିନ ମରେ। ପ୍ରେମରେ ସର୍ତ୍ତ ନଥାଏ। ଇଏ ଏପରି ଏକ ପାପ ଯାହାକୁ ବିନା ବିଚାରରେ କରାଯାଏ। ଇଏ କଳିଯୁଗ। ଏହାର ସବୁଠାରୁ ବଡ଼ ପ୍ରମାଣ, ଏଠି ଖରାପ ମଣିଷ ସହ ଖରାପ ହେଉ କି ନ ହେଉ, କିନ୍ତୁ ଭଲ ମଣିଷ ସହ ଖରାପ ନିଶ୍ଚିତ ହୋଇଥାଏ। ଯେଉଁ ପର୍ଯ୍ୟନ୍ତ ଆମେ ଦେଇଥାଉ, ତାଙ୍କ ସ୍ୱାର୍ଥ ପାଇଁ କିଛି କରିଥାଉ, ସେ ପର୍ଯ୍ୟନ୍ତ ଆମେ ତାଙ୍କର ନିଜର ହୋଇଥାଉ। ଯେବେ ଶରୀରରୁ ମିଳିଥିବା ଯନ୍ତ୍ରଣା ଆଉ ଶବ୍ଦରେ ଥିବା ଆଘାତକୁ ସହିବା ଶିଖିଯିବେ, ସେତେବେଳେ ଜୀବନ ଜୀଇଁବା ଶିଖିଯିବେ। ସଚ୍ଚା ଭଲ ପାଇବା ହାତରେଖାରେ ଥାଉ କି ନଥାଉ, ହୃଦୟର କାନ୍ଥରେ ତାଙ୍କ ନାଁ ନିଶ୍ଚିତ ଥାଏ। ବେଳେବେଳେ ମୋର ଇଏ ଖାସ୍ ନିଜ ଲୋକ କହି ଗର୍ବ କରିବା ମୂର୍ଖାମିର ପରିଚୟ ଦେଇଥାଏ। କାରଣ ଧୋକା ଶବ୍ଦର ଅର୍ଥ ସେଇ ଖାସ୍ ବା ନିଜ ଲୋକମାନଙ୍କର ଉଦ୍ଭାବନ। କେବେ କାହାକୁ ଏତେ ଚାହଁନି ଯେ ପରେ ଆଖିକୁ ଲୁହ ଛଡ଼ା ଆଉ କିଛି ବି ଦେଖାଯିବନି। କାରଣ ଇଏ ସ୍ୱାର୍ଥପର ଦୁନିଆ କେବଳ ନିଜ ମତଲବକୁ ଭଲ ପାଏ, ସଚ୍ଚା ହୃଦୟକୁ ନୁହେଁ। ସେଇ ସମ୍ପର୍କର ଆୟୁଷ ଲମ୍ବା ହୋଇଥାଏ ଯେଉଁଠି ଜଣେ ଜଣଙ୍କର କଥାକୁ ବୁଝନ୍ତି ଆଉ ସମ୍ମାନ ଦିଅନ୍ତି। ଶସ୍ତା ଜିନିଷ ଆଉ ଖରାପ ମଣିଷ ଆରମ୍ଭରେ ସବୁବେଳେ ଭଲ ଲାଗନ୍ତି। ହୃଦୟ ଆଉ ଭରସା ଭାଙ୍ଗିଲେ ଆବାଜ ତ ହୁଏନି, ହେଲେ ବହୁତ କଷ୍ଟ ହୁଏ। କେତେ ଭଲ ହୁଅନ୍ତା ନା କି ଜୀବନରେ ଏମିତି ମଣିଷ ରହିବା ଯିଏ ତୁମ ସହିତ ରହିବା ଛଡ଼ା ଆଉ କିଛି ଚାହେଁ ନା। ମିଛ ପ୍ରେମ କରୁଥିବା ନାରୀ ତୁମଠୁ ଏଇ ଦୁଇଟି କଥା ନିଶ୍ଚୟ ଲୁଚେଇବ। ତୁମଠୁ ଆଗରୁ କେହି ତା ଲାଇଫରେ ଥିଲେ କି, ଆଉ ଦ୍ୱିତୀୟଟି ନିଜ ପାରିବାରିକ କଥା।